ମାଛର ଦାମ 29 କୋଟି। ଜାଣନ୍ତୁ କେଉଁଠି ମିଳେ ଏହି ମାଛ, କ'ଣ ରହିଛି ଏହାର ସ୍ୱତନ୍ତ୍ରତା। ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ନନଭେଜ ବା ଆମିଷ ଖାଇବାକୁ ବେଶ ପସନ୍ଦ କରନ୍ତି। ଯଦି ଆପଣ ସେହି ଲୋକଙ୍କ ମଧ୍ୟରୁ ଜଣେ ଏବଂ ନନଭେଜ ମଧ୍ୟରେ ଆପଣ ମାଛକୁ ବହୁତ ପସନ୍ଦ କରନ୍ତି, ତେବେ ଆପଣଙ୍କୁ ଏହି ଖବରଟି ନିଶ୍ଚିତ ଭଲ ଲାଗିବ। ଆମେ ଆପଣଙ୍କୁ ଏହି ଖବର ବିଷୟରେ କହିବୁ। ଆପଣ କ'ଣ ଜାଣନ୍ତି ଯେ ଜାପାନର ପ୍ରସିଦ୍ଧ ମାଛ ବଜାରରେ ଏକ 243 କିଲୋଗ୍ରାମ ମାଛ ନିଲାମ ହୋଇଥିଲା ଏବଂ ଏହାକୁ ଏକ ସୁଶି ତିଆରି କମ୍ପାନୀ 29 କୋଟି ଟଙ୍କାରେ କିଣିଥିଲା। ଜାପାନର ରାଜଧାନୀ ଟୋକିଓରେ ବର୍ଷର ପ୍ରଥମ ଦିନରେ ବ୍ଲୁଫିନ୍ ଟୁନା ମାଛ ନିଲାମ ହୋଇଥିଲା। ଏହି ମାଛ 510 ନିୟୁତ ୟେନରେ ବିକ୍ରି ହୋଇଥିଲା, ଯାହା ଭାରତୀୟ ମୁଦ୍ରାରେ 29 କୋଟି ଟଙ୍କାରୁ ଅଧିକ ହେବ ଏହାର ମୂଲ୍ୟ। ଯେତେବେଳେ କୌଣସି ଜିନିଷ ଏତେ ଟଙ୍କାରେ ବିକ୍ରି ହୁଏ, ଲୋକଙ୍କ ମନରେ ପ୍ରଥମ ପ୍ରଶ୍ନ ଆସେ ଯେ ଏଥିରେ ଏମିତି କ'ଣ ସ୍ୱତନ୍ତ୍ର ଥିଲା ଯେ ଏହାକୁ ଏତେ କୋଟି ଟଙ୍କା ଦେଇ କିଣିଲେ। ଏବେ ଆପଣ ବ୍ଲୁଫିନ୍ ଟୁନା ବିଷୟରେ ଭାବୁଥିବେ। ଏହି ମାଛର ସୁଶି ଏବଂ ସାସିମି ପାଇଁ ବହୁତ ଚାହିଦା ରହିଛି। ଏହା ସ୍ୱାଦିଷ୍ଟ ଏବଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଭଲ। ଏଥିରେ ଉଚ୍ଚ ମାନର ପ୍ରୋଟିନ୍, ଓମେଗା 3 ଫ୍ୟାଟି ଏସିଡ୍ ଏବଂ ଅନେକ ଭିଟାମିନ୍ ରହିଛି। ଏହା ସହିତ ବର୍ଷର ପ୍ରଥମ ନିଲାମରେ ଏହାକୁ ବହୁତ ଭାଗ୍ୟବାନ ବୋଲି ବିବେଚନା କରାଯାଏ, ଯେଉଁ କାରଣରୁ ଏହାର ମୂଲ୍ୟ ଏତେ ଅଧିକା ବୃଦ୍ଧି ପାଏ। ତେବେ ବର୍ଷର ପ୍ରଥମ ନିଲାମରେ ଏହି ବ୍ଲୁଫିନ୍ ଟୁନା ମାଛ ଏତେ ଉଚ୍ଚ ମୂଲ୍ୟରେ ବିକ୍ରି ହୋଇଥିଲା ଯେ ଏହା ସମସ୍ତ ପୂର୍ବ ରେକର୍ଡ ମଧ୍ୟ ଭାଙ୍ଗି ଦେଇଥିଲା। ବ୍ୟୁରୋ ରିପୋର୍ଟ, जनता टीवी।